ସକାଳୁ ସକାଳୁ ଆଜି ଗାଧୋଇକି ପୁରା ଫ୍ରେଶ ହେଇଯାଇଥିଲି କାହିଁକିନା ଆଜି ଥିଲା ମାଣବସା ଗୁରୁବାର। ହେଲୋ ଗାଇସ୍ ୱେଲକମ୍ ଟୁ ମାଇ ଚ୍ୟାନେଲ। ସୋ ଗାଧୋଇ ଦେଇଥିଲି ଯେହେତୁ ସକାଳୁ ସକାଳୁ ମା ମତେ ପୁରା ପାଦୁକା ଭଳିଆ ଚା ଦେଇ ଦେଇଥିଲେ ଏଠି ଲିଟରାଲି ପାଦୁକା ଭଳିଆ ହେଇଥିଲା 2 ସିପ୍ରେ ସରିଗଲା ମୋର ଚା କାହିଁକିନା ଏସିଡ ହବ ବୋଲି କମ ଦେଇଥିଲେ। ତାପରେ ଏତିକି ଟିକେ ଝୋଟି ଦେଖିକି ମତେ ସନ୍ତୁଷ୍ଟି ଲାଗିଲାନି ସେଥିପାଇଁ ମୁଁ ବସିଗଲି ଝୋଟି ଦବା ପାଇଁ। ଆଉ ମୋର ଝୋଟି ଦେଖିଲେ ଆପଣ ମାନେ ତ ପୁରା ବେହୋସ ହେଇଯିବେ ବେହୋସ ଫାଇନାଲ ଆଉଟପୁଟ ଟା ଦେଖିଲେ ପୁରା ବେହୋସ ହେଇଯିବେ ଦେଖିବେ। चलंतु टन टडा रेडी 1 2 3 एंड गो। ଦେଖିପାରୁଥିବେ ଫାଇନାଲ ଆଉଟପୁଟ କିଛି ଏଇଭଳିଆ ଥିଲା। ବହୁତ ସୁନ୍ଦର ପକେଇଛି ନା ମୋ ଝୋଟି। ହଁ ହଁ ମୁଁ ଜାଣିଛି ମୁଁ ଜାଣିଛି। ସୋ ଆମ ଘରର ଯୋଉ ଛୁଆ ଗେଣ୍ଡୁ ସିଏ ସାରି ଦେଇଛି ମୋ ଝୋଟିକୁ। ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ମୁଁ ଦେଇଥିଲି ଝୋଟି। ଆଉ ଝୋଟି ଶୁଖିଲା ନା ନାଇଁ ମୁଁ ଭାବିଥିଲି ଆପଣମାନଙ୍କ ସାଥିରେ ଟିକେ ଭିଡିଓ ସେୟାର କରିବି ତା ଆଗରୁ ହିଁ ସେ ସର୍ବନାଶ କରିଦେଲା। ତ ଯାହା ବି ହଉ ନାରାୟଣ ଆସିକି ଝୋଟିକୁ ଟିକେ ସେମିତି କରିଦେଲେ କଣ ଆଉ ଆପଣମାନଙ୍କୁ କହିବି ହଁ ଛାଡନ୍ତୁ। ତାପରେ ମା ନେଇ ଆସିଥିଲି ମୋ ପାଇଁ ଖାଇବା ତ ମୁଁ ଖାଇସାରିଲା ପରେ ଗୋମାତାକୁ ଏଇଠି ଖାଇବା ପାଇଁ ଦେଇଦେଲି ଯେହେତୁ ଗୋମାତା ଆସିଥିଲେ ତାଙ୍କୁ କେମିତି ଆମେ ଫେରେଇବୁ ସୋ ଫେରେଇ ପାରିବୁନି। ତାପରେ ଦେଖନ୍ତୁ ଏଇଠି ଆମ ଘରକୁ ଆସିଥିଲା ଆଜି ନେଉଳ ମୁଁ ଦେଖିକି ପୁରା ଖୁସି ହେଇଗଲି ଭାବିଲି ଆପଣମାନଙ୍କ ସହିତ ସେୟାର କରିବି। ଆପଣମାନଙ୍କର ଦିନଟି ଆଜି ଶୁଭ ଯିବ ଦିନଟି ତ ସରିଗଲା ରାତିଟା ହେଲେ ଶୁଭ ଯିବ ଆଉ। ତାପରେ ମୁଁ ରେଡି ହେଇଯାଇଥିଲି ଯେହେତୁ ଆଜି ମୋ ସେଲନ ଅଫ୍ ଥିଲା ମୁଁ ଆଜି ସେଲନରେ ଅଫ୍ ଦେଇଥାଏ ଷ୍ଟାଫ ମାନଙ୍କୁ ଆଉ ମୋର ବି ଅଫ୍ ଥାଏ ତ ସେଥିପାଇଁ ମୋର ଆଜି ରିଲ୍ସ ଡେ ଥାଏ। କେବେ କେମିତି ଗୁରୁବାରରେ ମୁଁ ଟିକେ ରିଲ୍ସ ବନେଇନି ଆଉ ଏଇଟା ମୋର ଆଜି ଗୋଟେ ନ୍ୟୁ ଗେଟଅପ୍ ଥିଲା ଶାଢୀଟା ବି ନ୍ୟୁ ଥିଲା ବ୍ଲାଉଜଟା ବି ନ୍ୟୁ ଥିଲା। ତ ଭାବିଲି ଟିକେ ନ୍ୟୁ ଗେଟଅପରେ ଆଜି ଟିକେ ରେଡି ହେଇଯିବା କେମିତି କଣ ଲାଗୁଛି ମୁଁ ମତେ ନିହାତି କମେଣ୍ଟରେ ଜଣେଇବେ ଭିଡିଓ ଭଲ ଲାଗିଥିଲେ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ କରିବେ। ଏବେ ଖାଇବା ଖାଇକି ଏବେ ଚାଲନ୍ତୁ ରେଷ୍ଟ ନିଏ ବାଇ।